ଆମ ଓଡ଼ିଶା ସରକାର ଏବେ ଗୋଟେ ମାନେ ଗଜବ ନିୟମ ବାହାର କରିଛନ୍ତି। ଏହା କ'ଣ ନା ପେଟ୍ରୋଲକୁ ବଟଲରେ ଦେବେ ନାହିଁ। ମାନେ ମୋର ଯଦି ଗାଡ଼ିରେ ତେଲ ସରିଗଲା କିମ୍ବା ମୋର କୌଣସି ଅଲଗା ଯନ୍ତ୍ରାଂଶ ପାଇଁ ଯଦି ପେଟ୍ରୋଲର ଆବଶ୍ୟକ ପଡ଼ିଲା, ତାହେଲେ ମୁଁ ଡାଇରେକ୍ଟ ବଟଲ ନେଇ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିପାରିବି ନାହିଁ। କାରଣ ସରକାରଙ୍କ କହିବା ଅନୁଯାୟୀ ପେଟ୍ରୋଲ ଯେଉଁ ବଟଲରେ ଦେଉଛନ୍ତି ଲୋକମାନେ ତାକୁ ନେଇକିରି ମାନେ ନିଜ ଦେହରେ ଢାଳି ହେଇକିରି ମୃତ୍ୟୁବରଣ କରୁଛନ୍ତି, ଆତ୍ମହତ୍ୟା କରୁଛନ୍ତି। ଯେଉଁଥିପାଇଁ କି ସରକାର ଏ ନିୟମ ବାହାର କରିଛନ୍ତି। ଆପଣ ସରକାରଙ୍କୁ କହିବା କଥା, ଆପଣ ତ ଯେଉଁ ନିୟମ ବାହାର କରୁଛନ୍ତି ଟିକେ ତ ଭାବି ଚିନ୍ତି କରନ୍ତୁ। ଯଦି ଆପଣଙ୍କ କହିବା ଅନୁସାରେ ପେଟ୍ରୋଲକୁ ଯଦି ବଟଲରେ ଦିଆଯାଉଛି ଆଉ ସେଇ ବଟଲରେ ପେଟ୍ରୋଲ ନେଇକରି ଲୋକମାନେ ଆତ୍ମହତ୍ୟା କରୁଛନ୍ତି, ତାହେଲେ ଆତ୍ମହତ୍ୟା ତ ଅନେକ ପ୍ରକାର ଲୋକ କରୁଛନ୍ତି। ଯେମିତି ତୁମେ ପେଟ୍ରୋଲ ବନ୍ଦ କରିଦେଲ ବଟଲରେ ଦେବା, କାରଣ ସେଥିରେ ଆତ୍ମହତ୍ୟା କରୁଥିଲେ, ତାହେଲେ ଲୋକ ତ ଦୌଡ଼ି ଦେଇ ଦେଉଛନ୍ତି। ଲୋକ ନିଜ ଝିଅମାନେ ନିଜ ଓଢ଼ଣୀ ଏବଂ ସ୍ତ୍ରୀ ଲୋକମାନେ ନିଜ ଲୁଗାକୁ ଫ୍ୟାନ୍ରେ ଟାଙ୍ଗିକିରି ମୃତ୍ୟୁବରଣ କରୁଛନ୍ତି। କେଉଁମାନେ ନିଜେ ମାନେ ନିଜେ ଗନ୍କୁ ନିଜ କାନପଟିରେ ରଖି ଗୁଳି କରିଦେଉଛନ୍ତି। କିଏ ନଈକୁ ଡେଇଁ ପଡ଼ୁଛନ୍ତି, କିଏ ପୋଖରୀକୁ ଡେଇଁ ପଡ଼ୁଛନ୍ତି, କିଏ ମାନେ ବିଷ ପିଇକିରି ମାନେ ଔଷଧୀୟ ଜିନିଷ ପିଇକିରି ଆତ୍ମହତ୍ୟା କରୁଛନ୍ତି, କିଏ ଉଚ୍ଚା ବିଲ୍ଡିଂରୁ ଡେଇଁ ପଡ଼ୁଛନ୍ତି, କିଏ ନିଜେ ଚାକୁ ଧରିକିରି କିମ୍ବା ଅନ୍ୟାନ୍ୟ ଧାରୁ ଅସ୍ତ୍ର ଧରି ନିଜ ଗଳା କାଟି ଦେଉଛନ୍ତି। ତାହେଲେ ଆମେ ଏଗୁଡ଼ିକୁ ସବୁଗୁଡ଼ାକ କ'ଣ ବନ୍ଦ କରିପାରିବା? ଆପଣ ଯେଉଁ ଜିନିଷଟି କରିଛନ୍ତି ତ ଟିକେ ଭାବିଚିନ୍ତି କରନ୍ତୁ। ଆତ୍ମହତ୍ୟା ପାଇଁକା ଅନେକ ପ୍ରକାର ବାଟ ଅଛି। ତାହେଲେ ସବୁଗୁଡ଼ିକୁ ଯଦି ଆମେ ବନ୍ଦ କରିବା ତାହେଲେ କେମିତି ହେବ? ଆପଣ ଏବେ ଯଦି ପେଟ୍ରୋଲ କୁ ବଟଲରେ ଦେବେ ନାହିଁ, ତାହେଲେ ଗୋଟେ ଚିନ୍ତା କରନ୍ତୁ, ଯାହାର ଘର ଟାଙ୍କି ପାଖରେ ହେଲା ଟିକେ ଚଳିଯିବ। କିନ୍ତୁ ଯଦି ସେ କେଉଁଠି ବୁଲିବାକୁ ଯାଇଥିବ, କୌଣସି କାରଣରୁ ତା'ର ପେଟ୍ରୋଲ ସରିଗଲା, ସେ ଟାଙ୍କି ପର୍ଯ୍ୟନ୍ତ ଗାଡ଼ି ଗଡ଼େଇ ଗଡ଼େଇକି ଯିବ ନା ନିଜେ କୌଣସି ଗାଡ଼ିରେ ଲିଫ୍ଟ ମାଗିକିରି ଯାଇକି ପେଟ୍ରୋଲ ନେଇ ଆସିବ? ଯଦି କୌଣସି ବଡ଼ ବଡ଼ ବିଲମାନ ଅଛି ଯେ କି ଦୂର ଗହିର ଫହିର ଅଛି, ଯେଉଁଠିକି ଚାଷ କାର୍ଯ୍ୟ କରାଯାଉଛି, ସେଠି ଯେଉଁ ଆମର ପାୱାର ଟିଲର ଅଛି, ଘାସ କଟା ମେସିନ୍ ଅଛି, ଟ୍ରାକ୍ଟର ଅଛି, ଅନ୍ୟାନ୍ୟ ମେସିନ୍ ଗୁଡ଼ିକ ଅଛି, ଚେନ୍ ବାଲା ଯେଉଁ ଧାନ କଟା ମେସିନ୍ ଅଛି, ସେ ଜାଗାରେ ଯେଉଁ ପେଟ୍ରୋଲ ଧରାଯାଉ 10 କିଲୋମିଟର 15 କିଲୋମିଟର ଦୂରରେ ଯାନ୍ତ୍ରିକ ଦ୍ୱାରା ଚାଷ କାମ କରାଯାଉଛି, ଧର ପେଟ୍ରୋଲ ସେଠି ଦରକାର ହେବ, ତା ମାନେ କ'ଣ ସେ ଗହିର ବିଲରୁ ଉଠିକିରି ଟାଙ୍କି ପର୍ଯ୍ୟନ୍ତ ଆସିକିରି ଲୋଡ଼ କରିକି ଯିବ? ଆଉ ଯେତିକି ବାଟ ତ ଟାଙ୍କିକୁ ଆସିବ, ପୁଣି ଯିବ ବିଲକୁ, ସେ ତ ଟାଙ୍କିରେ ପୁଣି ତେଲ ସରିଯିବ, ପୁଣି ଆଉଥରେ ଆସିବ, ପୁଣି ଆଉଥରେ ଯିବ। ତାହେଲେ ଚାଷ କାମ ହେବ କେମିତି? ଟିକେ ଆପଣ ଗୋଟେ ସାଧାରଣ ଜ୍ଞାନ ରହିବା ଦରକାର ଯେ କି ଯିଏ ମରିବାକୁ ଚାହିଁବ ସେ କୌଣସି ପ୍ରକାର ବି ମରିଯାଇପାରିବ, ଆତ୍ମହତ୍ୟା କରିଯାଇପାରିବ। ତ ଆପଣମାନେ ବନ୍ଦ କରିପାରିବେ ନାହିଁ। ପୁଣି କିଛି ସମୟ ପରେ ଆସିଲା ନ୍ୟୁଜ୍ କି ନାକି ପ୍ଲାଷ୍ଟିକ୍ ବୋଟଲରେ ନୁହଁ, କାଚ ବୋଟଲରେ ପେଟ୍ରୋଲ ନେଇପାରିବ। ପୁଣି କିଛି ସମୟ ପରେ ଆସିଲା ନାଇଁକି ଆଧାର କାର୍ଡ଼ ଦେଲେ ପେଟ୍ରୋଲ ନେଇପାରିବ। ତାହେଲେ ଆପଣ କ୍ଲିଅର କରନ୍ତୁ, ମାନେ ପେଟ୍ରୋଲଟା ଆମେ କେମିତି ଆଣିପାରିବୁ? ଯେ କି ଗଛ କଟା ମେସିନ୍ ଅଛି, ଅନେକ ସବୁ ଯନ୍ତ୍ରାଂଶ, ସେ ଘର କାମ ପାଇଁ ହେଉ କିମ୍ବା ଚାଷ କାମ ପାଇଁ ହେଉ କିମ୍ବା ଯେକୌଣସି କାମ ପାଇଁ ବି ହେଉ, ଗାଡ଼ି ମଟର ଠାରୁ ସମସ୍ତେ ପେଟ୍ରୋଲିୟମ ତୈଳ ଉପରେ ନିର୍ଭର। କିନ୍ତୁ ଆପଣ ଯେଉଁ ନିୟମ କଲେ ଏଇଟା କଦାପି ମାନେ ଗ୍ରହଣୀୟ ନୁହେଁ। ଏହା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଉ ଥରେ ଆଲୋଚନା କରନ୍ତୁ, କାରଣ ଆପଣ ଯେଉଁ ନିୟମ ବାହାର କରିଛନ୍ତି ଏହା କେବେ ବି ସମ୍ଭବ ନୁହେଁ, କେବେ ବି କରିହେବ ନାହିଁ। କାରଣ ସବୁ ଯନ୍ତ୍ରାଂଶ ଜିନିଷ ଟେକିକିରି ନେଇକିରି ଟାଙ୍କିରୁ ତେଲ ଭରିକି ଆସି ହେବ ନାହିଁ, ଏଇଟା କେବେ ବି ସମ୍ଭବ ନୁହେଁ। ଏଇଟା ଗୋଟେ ହାସ୍ୟାସ୍ପଦ ଜିନିଷ। ମୁଁ ସରକାରଙ୍କୁ କହିବି ଯେ କି ଆଉ ଥରେ
ଏଭଳି ଯେଉଁ ନିୟମ କରିଛନ୍ତି ତାଙ୍କୁ ବଦଳାନ୍ତୁ। ଯେମିତି ଚାଲିଥିଲା ଆଗରୁ ସେମିତି ଚାଲୁ, କାରଣ ଯିଏ ମରିବାକୁ ଚାହିଁବ ତାକୁ କେହି ବି ବଞ୍ଚେଇ ପାରିବେନି। ଏଇଟା ଶୁଣିକିରି ହସ ଲାଗୁଛି। ଆପଣମାନେ ସରକାରରେ ବସିଛନ୍ତି ତ ଯେଉଁ ନିୟମ କରୁଛନ୍ତି ସେଇଟା ଭାବିଚିନ୍ତି କରନ୍ତୁ। ମେ ବି ଆପଣ ଚାଷ କରୁନଥିବେ, ମେ ବି ଆପଣଙ୍କ ପାଖରେ କୌଣସି ଆବଶ୍ୟକ ପଡ଼ୁନଥିବ ଚାଷ କାମ କରିବା ଯେଉଁ ଯନ୍ତ୍ରାଂଶ, କିନ୍ତୁ 99% ଲୋକ ପେଟ୍ରୋଲ ଉପରେ ନିର୍ଭର ଏବଂ ପେଟ୍ରୋଲ ନିହାତି ଦରକାର। ସେ ବଡ଼ ବ୍ୟାରେଲ ହଉ, ଜାକିନ୍ ହଉ, ଛୋଟ ବଟଲ ହଉ, ଏ ନିୟମ ଆଦୌ ଗ୍ରହଣୀୟ ନୁହଁ। ମୋ ମତରେ ତ ଏ ଯଥାଶୀଘ୍ର ଏ ନିୟମକୁ ବନ୍ଦ କରାଯାଉ, କାରଣ ଏଇଟା କେବେ ବି ଲୋକମାନେ ଏଥିରେ ମାନେ ଖୁସି ହେବେ ନାହିଁ। ଧନ୍ୟବାଦ।